ଗୋଟେ ମୋର ପ୍ରତ୍ୟକ୍ଷ ଅନୁଭୂତି ତାଙ୍କୁ କହିଲି ଯେ ଜଣେ ଆମ ବାବା ଯିଏ ଲାବୋର ଟେକ୍ନିସିଆନ ଥିଲେ ଟିବି ଔଷଧ ଦଉଥିଲେ। ସେ ଛୋଟଟା ଥିଲା ଆଉ ଗଞ୍ଜେଇ ଟାଣୁଥିଲା, ତେଣୁ ତାର ଟିବି ହେଇଥିଲା, ସେ ମରିଗଲା। କିନ୍ତୁ ମୁମ୍ବାଇରୁ ଗୋଟେ 6 ମାସ ପରେ ଗୋଟେ ଲୋକଟେ ଆସିଥିଲା ଗାଁକୁ ବୁଲିବା ପାଇଁ। ତା ଶରୀରରେ ଏଇ ମଲା ଲୋକର ସମସ୍ତ ଲକ୍ଷଣ ଦେଖାଦେଲା। ତାକୁ ପଚରା ହେଲା ତମେ କୋଉଠି ରହୁଛ, କଣ କରୁଛ? ସେ କହିଲା ମୁଁ ସେ ଗଛ ମୂଳେ ଥିଲି, ମୋର ମାଛ ଖାଇବା ପାଇଁ ଇଚ୍ଛା ଥିଲା, ସେ ମାଛ ଆଣିଥିଲା ଆଉ ବାରିଆଡେ ଦେଲାନି, ତେଣୁକରି ମୁଁ ଖାଇବା ପାଇଁ ଶରୀରକୁ ପଳେଇ ଆସିଲି। ଆଉ ସିଏ ବି ସେମିତି ଯୋଉ ବାନ୍ତି କରୁଥାଏ, ପୁଣି ସେ ବାନ୍ତିକୁ ଖାଉଥାଏ। ହଁ, ତ ତାକୁ ମୁଁ ଦେଖିଲି କଣ ଗୋଟେ ଗୁଣିଆ ଆସିଲେ ତାକୁ ଝାଡିବା ପାଇଁ, ଗଲା ନାହିଁ। ସେ ଗୋଟେ ଛୋଟିଆ ହାଡ ଆଣିଥିଲା, ଲୋଟାଟେ ଆଣିଥିଲା, ବାଡେଇ ଦେଲା ଯେମିତି ଏପଟେ ଛଟପଟ ଇଏ ହେଲା, ତାପରେ ଯାଇକି ବସିଲା। ବୁଝିଲା ଯେ ଘରକୁ ଗଲା, ଘରେ ତାକୁ କହିଲା ନାଇଁ ତାଙ୍କର ଉଚ୍ଚ ଜାତି, ମୁଁ ନିଚ ଜାତିର, ତାଙ୍କ ସପରେ ମୁଁ ବସିବି ନାହିଁ, ମୁଁ ତଳେ ବସିବି। ସିଏ ଯେତେବେଳେ ଗଲା ଛୋଟେଇ ଛୋଟେଇ ଗଲା, କିନ୍ତୁ ଯାହାକୁ ଲାଗିଛି ସେ ଭଲ ଲୋକଟା। ଆଚ୍ଛା। ତେଣୁକରି ମଲା ଲୋକର ସମସ୍ତ ଲକ୍ଷଣ ସେ ଜୀବନ୍ତ ଲୋକ ପାଖରେ ଦେଖାଦେଲା। ତାକୁ କଣ କହିଲେ କୁଲା ନେଇକି ସେ ବାଟରେ ଗଲା, ଅଳ୍ପ ବାଟରେ ଯାଇକି ପଡିଲା, ତାପରେ ଆସି ଶୋଧିଲା, କହିଲା ଯାତ୍ରା ଟିକେ କରୁଛ କି, ମୋ ଆଗରେ କାହିଁ ଏତେ ଲୋକ ଗଦା ହେଇଛ? ହଁ, ସେଇଠୁ ମୁଁ ନବମ ଶ୍ରେଣୀରେ ପଢୁଥିଲି। ହେଲେ ମୋର ଗୋଟେ ଧାରଣା ଆସିଲା, ମଣିଷ ମଲା ପରେ ମରୁନି। ତେଣୁକରି ଆମେ ଯାହା ଆଖିରେ ଦେଖୁଛୁ ଏଇଟା ଅବାସ୍ତବ ଜିନିଷ, ବାସ୍ତବ ଜିନିଷ ଯୋଉଟା ଆମେ ଦେଖିପାରୁନେ। ତେଣୁକରି ମୋର ଜିଜ୍ଞାସା ବଢିଲା ଜିନିଷଟା କଣ? ତାପରେ ମୁଁ ସେ ଯୋଉ ପୂର୍ଣ୍ଣାନନ୍ଦ ବାବାଙ୍କର ଶିଷ୍ୟଙ୍କୁ ଇଏ କଲି, ମୁଁ କହିଲି ଆପଣ ନିଃସ୍ୱାର୍ଥପର ଭାବେ ମତେ କିଛି ଜ୍ଞାନ ଦେଇପାରିବେ? ସେ କହିଲେ ଦୀକ୍ଷା ନ ନେଲେ ମୁଁ ଜ୍ଞାନ ଦେବି ନାହିଁ। ମୁଁ କହିଲି ଠିକ ଅଛି ଯେ, ମୁଁ କହିଲି ମୁଁ ଦୀକ୍ଷା ନେବି, ତାହେଲେ ଆପଣ କେତେ କଣ ପାରୁପଣିଆ ମୁଁ କେମିତି ଜାଣିବି? ଆପଣ ଗୁରୁ ଯେତେବେଳେ କରିବି, ଗୁରୁ ସେତିକି ଜ୍ଞାନବାନ ହବା ଦରକାର ଯାହାଠୁ ମୁଁ କିଛି ଶିଖିପାରିବି। ନିଶ୍ଚୟ ସେତେବେଳେ ମୁଁ ନିଶ୍ଚୟ। ଶିଷ୍ୟମାନଙ୍କୁ ପଚାରେ, ତାଙ୍କ ଶିଷ୍ୟଙ୍କୁ ପଚାରି ତାଙ୍କ ଶିଷ୍ୟ ଜଣେ କହିଲେ ସେତେବେଳେ ଧ୍ୟାନ କରନ୍ତି, ଗୋଟେ ଲାଇଟର ସପ୍ତ ଫେଣୀ ସାପ ଗୋଟେ ତାଙ୍କ ଇଏରେ, ମୁଁ ଜାଣିଲି କିଛି ଶକ୍ତି ଅଛି। ହଁ, କିନ୍ତୁ କାଳକ୍ରମେ ମୁଁ ତ ବେଶୀ ତାଙ୍କ ସଂସ୍ପର୍ଶରେ ଆସିପାରିଲି ନାହିଁ 6 ମାସ ଭିତରେ। କଣ କଲେ ନା ଶରୀର ତ୍ୟାଗ କଲେ, ସିଏ ବି ସମାଧି ନେଇ ପାରିଲେ ନାହିଁ। ତେଣୁକରି ସେତେବେଳେ ମୁଁ ତାଙ୍କ ଉପରେ ମୋର ସନ୍ଦେହ ଉପୁଜିଲା, ମୁଁ ଯଦି ଗୁରୁ କରିଥିଲି ସେ ସମାଧି କାହିଁକି ନେଇପାରିଲେ ନାହିଁ? ତେଣୁକରି ସେ ମତେ ବହୁତ କଣ ଖୋଜିଥିଲେ, କାରଣ ମୁଁ ମେଡିକାଲ ପର୍ସନ, ତେଣୁକରି ସେ ମତେ କଣ ଅସୁବିଧା ହେଇଥିବ ମତେ ଖୋଜିଛନ୍ତି। କିନ୍ତୁ ମତେ ବି ଲାଗିଥିଲା ହଁ ମତେ କିଏ ଜଣେ ଖୋଜୁଛି, ଆଉ ସେ ଶରୀର ତ୍ୟାଗ କଲା ପରେ ମୁଁ ବି ଏତେ ଦୂରରେ ରହୁଛି, ଯାଇପାରିଲି ନାହିଁ ସମୟରେ। ବେଳକୁ ସେ ସେଇଦିନ ହିଁ ତାଙ୍କୁ ସମାଧି ଦେଇ ଦେଇଥିଲେ। ତେଣୁକରି ସେଇଠି ମୁଁ ରହିଯାଇଛି। ସିଏ ତାଙ୍କର ମୋର ଯୋଉ ଯୁକ୍ତି ହୁଏ, ସେ କହନ୍ତି ନାଇଁ ମାନେ ଆମର ପଞ୍ଚ ତତ୍ଵଟା ପଞ୍ଚଭୂତ, ଭୂତ ଆମର କିଛି ପ୍ରେତ ନାହିଁ। ହେଲେ ଆଉ ଜଣେ ଶିଷ୍ୟ ଆସିଥିଲେ, ସିଏ ଡରିକି ଚମକିକି ଆସିଥିଲେ। ହଁ, ସିଏ କହିଲେ ମୁଁ କହିଲି ନାଇଁ ସ୍ପିରିଟ ବୋଲି ଗୋଟେ ଜିନିଷ ଅଛି, ଯିଏ ତତ୍ଵ ଠାରୁ ଅଲଗା ଗୋଟେ ଜିନିଷ କଣ, କିନ୍ତୁ କିଛି ଅଛି ଆମେ ଅନୁଭୂତି କରୁଛୁ। ତାପରେ ଆମର ଗାଁରେ ଗହଳିରେ ବି ଛୋଟ ମୋଟ ଜାଗାରେ ଏମିତି ସବୁ ଲାଗନ୍ତି, ଗୁଣିଆ ମାନେ ଆସି ଝାଡିକି ଯାଆନ୍ତି। ମୁଁ ସେଇଠୁ ଭାବିଲି ଯୋଉମାନେ ଅଛନ୍ତି ସେମାନେ ତ ନିଶ୍ଚୟ ମରିଯାଇଛନ୍ତି। ସେମାନେ କିଏ ତାଙ୍କର ସ୍ଥିତି ଯେତେବେଳେ ଜାହିର କରିପାରୁଛନ୍ତି, ସେମାନେ କିଛି ଗୋଟେ ଶକ୍ତି ଅଛି। ତେଣୁକରି ସେ ବାସ୍ତବରେ ସେଇ କଥା ପଡିଛି ଯେ ଆମେ ଆମର ପରିଚୟ ବାସ୍ତବିକରେ କଣ? ଯଦି ଆମର ପରିଚୟ ଆମେ ଅଶରୀର, ତାହେଲେ ଆମେ ସେଇଟା ଅନୁଭବ କାହିଁକି କରୁନେ, ଆଉ କେମିତି କରିପାରିବା? ମୁଁ ଯିବି ଭାବୁଥିଲି ଆପଣଙ୍କ ପାଖକୁ, ଆମର ଏଠି ଜଣେ ଅଛନ୍ତି ତାଙ୍କୁ ନେଇକି, ଟିକେ ଆକ୍ସିଡେଣ୍ଟ ହେଇଗଲା, ଗୋଡ ଟିକେ ମାନେ ଇଏ ହେଇଯାଇଛି, ଅସୁବିଧା ଅଛି। ମୁଁ ଆପଣଙ୍କୁ ଆଉ ଏଇ ମାସ 2 ମାସ ଭିତରେ ଆପଣଙ୍କ ପାଖକୁ ଯିବି। ଆସିବ ଆଉ। ଗୋଟେ କଥା ଶୁଣ, ଯେତିକି ଆଜ୍ଞା ତମେ କହିଲ ମୁଁ ଯାହା ଶୁଣିଲି, ମୁଁ ସେ ବିଷୟରେ କିଛି କହୁଛି, ତମେ ଶୁଣ। ତମେ ଯୋଉମାନଙ୍କୁ କହିଲ, ସିଏ ଆଜ୍ଞା କହିଲେ ପଞ୍ଚଭୂତ ପଞ୍ଚତତ୍ଵ ଆମର ଅଛି, ଆମେ ସ୍ପିରିଟ ଫିରିଟ କିଛି ଜାଣୁନା, ଏଇଆ ତ? ଆଜ୍ଞା କିନ୍ତୁ ଗୋଟେ କଥା ଶୁଣ, ସେମାନଙ୍କର ଫଣ୍ଡା କ୍ଲିୟର ହେଇନାହିଁ, ବୁଝିପାରିଲ? ଆଜ୍ଞା ସେମାନେ ପ୍ରକୃତ ଏ ବିଷୟରେ ସେମାନେ କିଛି ଫଣ୍ଡା ସେମାନଙ୍କର ଗବେଷଣା ସେମାନଙ୍କର ନାହିଁ, ଯୋଉଥିରେ କି ସେମାନେ ସେ ତମକୁ ୟାଡୁ ଛାଡୁ କହିଲେ, ଆଜ୍ଞା ବୁଝିପାରିଲ? କିନ୍ତୁ ଗୋଟେ କଥା ଶୁଣ, ଆଜ୍ଞା ମୁଁ ତମକୁ ବୁଝେଇ ଦଉଛି ଯେ ଗୋଟିଏ ଲୁହାର କଣ୍ଢେଇ, ଆଜ୍ଞା ଆଚ୍ଛା, ସେ ଲୁହା କଣ୍ଢେଇଟାକୁ ତମେ ହାତ ମାରିଲେ କଣ ତମକୁ କରେଣ୍ଟ ମାରିବ କି? ନା।
ତମେ ସେ ଲୁହା କୁଣ୍ଡରେ ଟିକେ କରେଣ୍ଟ ଚାର୍ଜ କରିଦିଅ, ଆଜ୍ଞା ହାତ ମାରିଲେ କରେଣ୍ଟ ମାରିବ ନା ନାଇଁ? ନିଶ୍ଚୟ ନିଶ୍ଚୟ ମାରିବ। ଆଚ୍ଛା, ସେଇ ଯୋଉ ଚାର୍ଜଟା ଲୁହା କଣ୍ଡେଇ ଦିହରେ ହେଲା, ସେ ଆଜ୍ଞା ଚାର୍ଜଟା ଗୋଟେ ଏକ୍ସଟ୍ରା ଶକ୍ତି ନା ନାଇଁ? ଆଜ୍ଞା ଲୁହା କଣ୍ଡେଇ ତାର ତା ହିସାବରେ ଥିଲା, ଆଜ୍ଞା କିନ୍ତୁ ଯେତେବେଳେ ଗୋଟେ ଚାର୍ଜ ହେଲା ସେଟା ଗୋଟେ ଅଲଗା ଶକ୍ତି ନା ଆଉ। ଆଜ୍ଞା ଠିକ ସେଇଭଳି ଯେତେବେଳେ ଆମେ ମାନେ ସବୁ ଥାଉଁ, ଶରୀରରେ ଆମେ ମାନେ ଅଛନ୍ତି, ଆଜ୍ଞା ଯେତେବେଳେ ଆମ ମାନଙ୍କର ଚିନ୍ତାଧାରା ବା ମନର ଶକ୍ତିଟା ଯେତେବେଳେ ଆଜ୍ଞା ପୁରା ନ୍ୟୁନ ହେଇଯାଏ, ଆଜ୍ଞା ବଡର ଚିନ୍ତାଧାରା ଯେତେବେଳେ କମ ହେଇଯାଏ, ସେତେବେଳେ କଣ ହୁଏ ନା ସେ ପ୍ରେତାତ୍ମା ଆମ ଶରୀର ଭିତରେ ସବାର ହେଇଯାଆନ୍ତି। ବୁଝିପାରିଲେ କି? କାହିଁକିନା ଯେହେତୁ ସେଇ ପ୍ରେତାତ୍ମା, ବୁଝେଇ ଦଉଛି ତାପରେ କହିବି, ଯେହେତୁ ସେଇ ପ୍ରେତାତ୍ମା ଗୋଟେ ଶରୀରରେ ଥିଲା, ଆଜ୍ଞା ସେ ଶରୀରରୁ ଥାଇକି ଯେତେବେଳେ ସେ ବାହାରି ଯାଇଛି, ସେ ଆଜ୍ଞା ପୁନଶ୍ଚ ତାର ଶରୀରରେ ରହିବାର କ୍ଷମତା ତା ଠେଇଁ ରହିଛି। ଆଜ୍ଞା ତେଣୁ ତାର ଯେହେତୁ କାମନା ବାସନା ରହିଛି, ପୁଣି ଜନ୍ମ ହବ, ଶରୀରରେ ବସିବ, ବୁଲିବ, ଖେଳିବ, କିନ୍ତୁ ସେ କାମନା ତାର ପୂରଣ ହେଇନି, ସିଏ କଣ ନା ଛାଡିକିରି ପଳେଇ ଯାଇଛି। ତେଣୁ ଯେତେବେଳେ ସେଇ କାମନାଟା ପୂରଣ କରିବା ପାଇଁ ସେ ଘୁରି ବୁଲୁଛି, ତେଣୁ ଏଇ ଘୁରି ବୁଲା ଭିତରେ ଯୋଉ ଲୋକମାନେ ସବୁ ଷ୍ଟ୍ରଙ୍ଗ ମାଇଣ୍ଡେଡ ନୁହେଁ, ଆଜ୍ଞା ଯୋଉମାନଙ୍କର ମନ ଶକ୍ତି ପୁରା ଷ୍ଟ୍ରଙ୍ଗ ନୁହେଁ, ଆଜ୍ଞା ତାଙ୍କର ମନ ଶକ୍ତି ପୁରା ୱିକ୍, ସିଏ ଆଜ୍ଞା କଣ କରନ୍ତି ନା ତାଙ୍କ ଠେଇଁ ପ୍ରବେଶ କରିଯାଆନ୍ତି। କଲା ପରେ କଣ ହୁଏ ନା ସେଇ ଶରୀର ସେଇ ଲୋକ ଆମେ ସମସ୍ତେ ଥାଆନ୍ତି, କିନ୍ତୁ ଆଜ୍ଞା ମନର ଚିନ୍ତାଧାରା ଯୋଉ ସ୍ପିରିଚୁଆଲ ଚିନ୍ତାଧାରା ସେଗୁଡାକ ସବୁ କଣ କରେ ସେ ଶରୀର ଭିତରେ ତାର କାର୍ଯ୍ୟକାରୀ ହୁଏ। ତେଣୁ ଆଜ୍ଞା ସେତେବେଳେ ମୁଁ ଗୋପାଳ, ଏ ଚିନ୍ତାଧାରା ମୁଁ ଭୁଲିଯାଏ। ହେଲା କି? ସେ ଆଜ୍ଞା ଶରୀରରେ ଯଦି ଗୋବିନ୍ଦ ହେଇଥିବ, ତେଣୁ ସିଏ କହିବ ମୁଁ ଗୋପାଳ ନୁହେଁ, ମୁଁ ଗୋବିନ୍ଦ। କାରଣ କଣ ନା ଗୋପାଳ ଶକ୍ତି ଟା ଡାଉନ ହେଇଯାଇଛି। ଆଜ୍ଞା ତେଣୁ ଗୋବିନ୍ଦ ଶକ୍ତି ଟା ସେଠି କଣ ହେଇଛି ନା ପ୍ରଭାବ ବିସ୍ତାର କରିଦେଇଛି। ତେଣୁ ଆଜ୍ଞା ତାକୁ ସିଏ ଡାଉନ କରି ପ୍ରଭାବିତ କରି ସେତେବେଳେ ସିଏ ଗୋପାଳ ନ କହିକି ସିଏ କୁହେ ସିଏ ହଉଛି ମୁଁ ଗୋବିନ୍ଦ। ଆଜ୍ଞା ତେଣୁ ଗୋବିନ୍ଦର ଆଚରଣ ସେ ଶରୀରରେ ଦେଖାଯାଏ, ଗୋପାଳ ଆଚରଣ ଟା ସେ ଶରୀରରେ ନ୍ୟୁନ ହେଇଯାଇଥାଏ। ଆଜ୍ଞା ଆଚ୍ଛା, ଆଉ ଗୋଟେ କ୍ଲିୟର ମୁଁ ଫଣ୍ଡା କରିଦଉଛି, ଯେତେବେଳେ ଆମେ ଲୋକମାନେ ଦେହ ତ୍ୟାଗ କରନ୍ତି, ସେତେବେଳେ କଣ ହୁଏ ନା ତିନି ପ୍ରକାରର ବାଟରେ ସେମାନେ ଗତି କରନ୍ତି। ଗୋଟେ ମଣିଷ ଦେହ ତ୍ୟାଗ କଲେ ସେ ତିନି ପ୍ରକାର ବାଟ ଗତି କରେ। କଣ ନା ଗୋଟେ ପିତୃଯାନ, ଗୋଟେ ଦେବଯାନ, ଗୋଟେ ହଉଛି ବ୍ରହ୍ମଯାନ। ବ୍ରହ୍ମଯାନରେ ଯିଏ ଯାଏ ସେ ପ୍ରେତାତ୍ମା ହେଇପାରିବନି। ଆଜ୍ଞା ଦେବଯାନରେ ଯିଏ ଯାଏ ସେ ସଙ୍ଗେ ସଙ୍ଗେ ଗୋଟେ ଶରୀର ତ୍ୟାଗ କରି ଆଉ ଗୋଟେ ଶରୀରରେ ପୁଣ୍ୟ କର୍ମ ନା ସେମାନେ ଆଉ ଗୋଟେ ଶରୀରରେ ସେ ଦେହ ଧାରଣ କରି ସିଏ ପଳାଏ। ଆଜ୍ଞା ପିତୃଯାନରେ ଯୋଉମାନେ ଯାଆନ୍ତି ସେମାନଙ୍କର ଭୋଗାଭୋଗ ସରି ନଥାଏ। ସେମାନଙ୍କର କାମନା ବାସନା ଥାଏ। ସେମାନେ କଣ କରନ୍ତି ନା ପ୍ରେତ ଯୋନିରେ ସେମାନେ ବାୟୁମଣ୍ଡଳରେ ଘୁରି ବୁଲ କରନ୍ତି। ତା ନାଁ ହଉଛି ସୂକ୍ଷ୍ମ ଶରୀର। ଆଜ୍ଞା ବୁଝିପାରିଲ? ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର ଦିଟା ରହିଛି। ଆଜ୍ଞା ବୁଝିପାରିଲେ? ଆମ ଦେହ ଭିତରେ ଆମେ ଯିଏ କଥାବାର୍ତ୍ତା କରୁଛନ୍ତି, ଯୋଉ ଚେତନା ଶକ୍ତି କଥାବାର୍ତ୍ତା କରୁଛି, ଇଏ ଆମ ଦେହ ଠାରୁ ସ୍ୱତନ୍ତ୍ର ଅଲଗା। ତେଣୁ ଆଜ୍ଞା ଏଇ ଯୋଉ ସୂକ୍ଷ୍ମ ଶରୀରଟି କଣ ହୁଏ ନା ଆମ ଶରୀର ଭିତରୁ ବାହାରି ଗଲା ପରେ ଆମ ଶରୀର ଟା ପଚିକି ସଢିଯାଏ, କିନ୍ତୁ ଆମର ଏଇ ଯୋଉ ସୂକ୍ଷ୍ମ ଶରୀରଟି ଯେହେତୁ ସେ ପିତୃ ମଣ୍ଡଳକୁ ଯାଇଥାଏ, ସିଏ ଆଉ ଜନ୍ମ ଗ୍ରହଣ ନ କରିବାରେ ସିଏ କଣ କରେ ନା ପିତୃ ବାୟୁମଣ୍ଡଳରେ ଘୁରି ବୁଲେ। ଘୁରି ବୁଲା ପରେ ସିଏ କଣ କରେ ନା ଏଇଭଳି ପ୍ରକାରର ଯୋଉ ମାନଙ୍କର ମନ ଶକ୍ତି ଡାଉନ ହେଇଯାଇଥାଏ, ସିଏ ତା ଦେହରେ ପ୍ରବେଶ କରିକିରି ସିଏ କଣ କରେ ନା ନିଜର ପ୍ରଭାବ ବିସ୍ତାର କରେ। ମୋ କଥା ବୁଝିଲେ ନା? ତେଣୁ ପ୍ରେତ ଶରୀର ଗୋଟେ ଅଛି, ପିତୃ ଶରୀର, ସୂକ୍ଷ୍ମ ଶରୀର, ହେଲା କି? ଆଉ ସିଏ ଯୋଉ କହିଲେ ପଞ୍ଚଭୂତ ପଞ୍ଚତତ୍ଵ ଜାଣିଛୁ, ସେଇଟା କଣ ନା ଶରୀର ଟା ହଉଛି ପଞ୍ଚଭୂତ ଆଜ୍ଞା ଏବଂ ଶରୀର ପଞ୍ଚଭୂତ ପଞ୍ଚତତ୍ଵରେ ଦେହଟା ତିଆରି, ପୃଥିବୀ ଜଳ ଅଗ୍ନି ବାୟୁ ଆକାଶ। ଆଜ୍ଞା ଆମ ଦେହଟା ପଞ୍ଚଭୂତରେ ତିଆରି, କିନ୍ତୁ ଦେହ ଭିତରେ ଯୋଉ ଆତ୍ମାଟା ରହିଲା ସିଏ ପଞ୍ଚଭୂତରୁ ଉର୍ଦ୍ଧ୍ୱରେ। ହଁ ବାସ୍ ମୁଁ ବୁଝେଇ ଦଉଛି ଯେ ସେଇ ପୂର୍ବ ଅବସ୍ଥାକୁ ଆସ, ଲୁହା କଣ୍ଡିଟା ଲୁହାର ଅଣୁ ପରମାଣୁରେ ପରିପୂର୍ଣ୍ଣ। ଆଜ୍ଞା କିନ୍ତୁ ତା ଭିତରେ ଯୋଉ କରେଣ୍ଟଟା ଅଛି ସିଏ ଲୁହା ଓ ଅଣୁପରମାଣୁ ସହିତ ତାର କିଛି ସମ୍ପର୍କ ନାହିଁ। ନାହିଁ କିନ୍ତୁ ସିଏ ଲୁହା ଅଣୁ ପରମାଣୁକୁ ଆଶ୍ରୟ କରିକିରି ସେ କଣ୍ଢେଇ ଭିତରେ ସେ କଣ କରେ ନା ସଞ୍ଚାରିତ ହଉଛି। ଆଜ୍ଞା ସେମିତି ପଞ୍ଚଭୂତମୟ ଶରୀର ଏଟା। ଇଏ ଶରୀର ସହିତ ଆତ୍ମାର କିଛି ସମ୍ପର୍କ ନାହିଁ। କିନ୍ତୁ ଆତ୍ମା କଣ କରେ ନା ଶରୀରକୁ ଆଧାର କରିକି ସିଏ ଆସୁଛି। ମୁଁ ଉଦାହରଣ ଦଉଛି କଣ, ସେଇ ଯୋଉ ପ୍ରେତାତ୍ମା ଟା ତମକୁ ନାନା ପ୍ରକାର କଥା କହିଲା, ସେ ଶରୀର ନଥିଲେ ସେ କହିପାରିବନି। ଆଜ୍ଞା ଆଜ୍ଞା ଶରୀର ପଶିଲା ପରେ ସିଏ ତମକୁ କହିଲା, କାହିଁକିନା ଯେହେତୁ ତାର ଶରୀର ନାହିଁ, କିନ୍ତୁ ଦେଖିବା, ଶୁଣିବା, ଶୁଙ୍ଘିବା, କହିବା, ଚାଖିବା ସବୁ ପ୍ରକାର ଶକ୍ତି ସେ ସୂକ୍ଷ୍ମ ଶରୀରରେ ଅଛି। ଯେହେତୁ ସେ ଶରୀରଟାକୁ ଛାଡି ଦେଇଛି, ସିଏ ତା କଥା ଗୁଡା ମନ କଥା ଗୁଡାକ କାହାକୁ କହିପାରୁନି, ପ୍ରେତ ଜନ୍ୟ ଘୁରି ବୁଲୁଛି। ସେଇଟା କହିବା ପାଇଁ ଯେତେବେଳେ ସେ ପୁନଃ ଯେତେବେଳେ ଅନ୍ୟ କୌଣସି ଲୋକର ଯେତେବେଳେ ମନ ଶକ୍ତି ମାନସ ଶକ୍ତି ଯେତେବେଳେ ନ୍ୟୁନ ହେଇଯାଉଛି, ସିଏ ତା ଦେହରେ ପ୍ରବେଶ କରିକିରି
सी कौन कर ना ये चक्षुमुख नासकन जिहा चर्म सब इंद्रिय मान सब पाइला कथा कही पारला देखी पारला शुणी पारला चाखी पारला सब गुड़ा कर पारला तेणु सी अन्य मान आगे निजर कथाटा को एक्सप्रेस करदेला मो कथा कौन बुझ आज्ञा तेणु जो सी ए कथाटी कहला तमें जो कथा कहले एकदम ठीक कथा सी प्रेत जन रे बुलुला बुलु बुलु आसिक सी ताठे प्रवेश कर मु तुमको तमें तो कहल मत मु तुमको मो पिला दिन कथा कहूँ शुण मु पिला दिन विजय राम दास बोलिकी जड़े लोक थाए आम गाँव में तार माँ थाए विधवा माँ थाए विजय राम दास जेतबेले बड़ हो गला ता माटी मरीगला बुझिपार आज्ञा आज्ञा गोटे मात्र पुओ सी विवाह है ता स्त्री टी आसला चौथी दिन राति रे ता स्त्री टी कौन कला तार मार लक्षण ताठे देखाला नाज करी बसिला गाँ लोक मैंने सब आसिक पहुँचले सेठू ता स्त्री टा कौच ता स्वामी की झाड़ा मत अलबास तो मो पाखक आसुनु मो कथा गुड़ा समस्त आगे कहबी ता माँ जमी कह सी सेमती कहला सेठू सब लोग छिड़ा सब लोग कहले पाखक जाऊन से पाखक गला पाखक जाकि कान कौन फुसफुस कर कहीदेला कहीदे से अचेत हो पड़ा तार पलैला सी कहला मु आसी गोटे कथा मो पुओ को कहवाई मु कहीदेले मुझे जाऊँगी स्त्री ठी पशिक आसला कौन कहला कौ कथा कहला ना सी कहला विजया माँ कहला विजया कहते विजया माँ कहला जे सी घर जो चाल रे जो संगा अच्छी से संगा उपरे गोटे माटी हांडी अच्छी से माटी हांडी रे किछि घसी गुंडा अच्छी से घसी गुंडा भितरे किछि सुना रूपा आ टंका से रखिछि सेटा को से मला बेले कहि पार नथला से आसीथला ता पुओ को कहया पे गोटे कथा सुनो बोउटी आसीछि 4 दिन हबो से जो संगा उपरे माटिया टिकारे गुंडा देरे टका पैसा सुना रखिछि कि सुना रखिछि कि जहा रखिछि से कोन जानिछि कि जानि नै तेणु सी जेतेबेले ए कथाटा पुओ को कहला लोक माने सेठू संगा को चढ़िले देखला बेलको जिनस अछि ठीक सुतरां एथुरु आमे जानिले जे केतक लोक पितृमंडलर लोक से प्रेत जोनि रे घुरी बुलंती तांकर कामना पूर्ण हेई न थाए कामना पूर्ण होबा पय से माने बुली 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 भोग भोग सइला पर से कामना जेतले निष्काम होय से पुनर्जन्म ग्रहण करंती तेणु से बेले घुरी बुलंती तेणु प्रेतात्मा आत्मा जीवात्मा परमात्मा प्रेतात्मा ज्ञानात्मा ध्यानात्मा तत्वात्मा आत्मार विभिन्न प्रकार नाम अच्छी बुझिपार तेणु सेटा हूँ प्रेतात्मा आम शरीर भितर तमें जी रही तमें जी कथा कौच आमर कटक जड़े बाबा थे ना छत्रा बाबा तांकर गोटे भजन मो पाखे अच्छी से भजन लिखा है घूरे मथा हो भाभी जथा अजथा घूरे मथा हो देहटा तो हाड़ नाड़ रक्त मांस ता भीतर किए कहूची कथा घूरे मथा हो मु बोली छाड़े सदा हुरी मु किए काहीं न मिले पता हूँ मारी जेबे चली जाए मु देहटा अजथा रूपोड़ा पोता घूरे मथा हो अर्थात ये देह भितर मु बोलिकी आमे जहाँ कहते जे मुकार शक्ति बा मुकार रूप को जो जीवात्मा रही से जीवात्मा ये शरीर ठारू स्वतंत्र अलगा शरीर गोटे अलगा पदार्थ सी गोटे अलगा शक्ति तेणु से अलगा शक्ति जो देह पड़े जाए देहटा संगे संगे पोड़ पोता हम पचिज नष्ट हो किंतु ता द्वारा ही केवल शरीर जीवंत हिसाब से रही जितेबाला से शरीर बाहर जीव शरीर सांगे सांगे संगे सांगे इन नो मिनिट बा इन नो सेकेंड सांगे सांगे से पचिबा आरंभ हो डाउनफॉल हो कौन बुझीपार से आउ गोटे शरीर प्रत्येक प्राणी शरीर भितर गोटे आत्मशक्ति रही जी कि शरीर आकार को धारण करके रही गोटे कलसी देहरे तुम पानी रखिब से पानीटा कलसी आकार धारण करके ही रहिबो ठीक से भाई आत्मार रूपरेख नाई आत्मार स्वरूप नाई आत्मार लिमिट नाई किंतु सी जेतेबेले शरीर भितर प्रवेश करे शरीर जो भली प्रकार से से भली आकार धारण करके रुहे आउ कौन हुए ना शरीर भितर से आत्मा कौन करे ना शरीर प्रकृति की नहीं परिचालित हुए शरीर प्रकृति केमितिका ना शरीर जेमितिका ता प्रकृति सेमितिका शरीर बाघ हेले तार प्रकृति बाघ प्रकृति शरीर छेली हेले तार प्रकृति छेली प्रकृति शरीर मनीष हेले तार प्रकृति मनीष प्रकृति किंतु ये प्रकृति गुड़िक शरीर आत्मार नुहे आत्मा कौन करे ना जितेबाला शरीर को आश्रय करे
ସେଇ ପ୍ରକୃତି କି ଧାରଣ କରିକିରି ସେ ସମର୍ଥନ କରିକିରି ଏ ଶରୀର ଯନ୍ତ୍ରକୁ ପରିଚାଳନା କରେ। ବୁଝିପାରିଲ? ତେଣୁ ମାନେ ମଣିଷର ଆତ୍ମା ଛେଳି ବି ହେଇପାରିବ, ଛେଳିର ଆତ୍ମା ମଣିଷ ହେଇପାରିବ। ନିଶ୍ଚୟ 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 ମୁଁ କହିଲି ବା ଗୋଟେ କଥା ଯେ ଯୋଉ ପାଣିଟା କଳସୀରେ ପ୍ରବେଶ କରିଛ ସେ କଳସୀ ରୂପ ଧାରଣ କରିଛି, ତାକୁ ଯଦି ତମେ ବାଲ୍ତିରେ ରଖିଛ ସେ ବାଲ୍ତିର ରୂପ ଧାରଣ କରିବ। ତେଣୁ ତାର ସେ ପାଣିର ରୂପ କିଛି ନାହିଁ। ଯୋଉ ଭଳି ପ୍ରକାରର ପାତ୍ର ସେଇଭଳି ପ୍ରକାର ରୂପ। ସେମିତି ଆତ୍ମାର ନିଜର ସ୍ୱରୂପ ନାହିଁ। ହଁ ଶରୀର ହଁ ଶରୀର ଯେମିତିକା ତାର ରୂପଟା ସ୍ୱରୂପଟା ସେଇଭଳି ପ୍ରକାରର। ସେଇ ସକାଶେ ଗୋଟେ ଆତ୍ମା ଆମ ଦେହ ଭିତରେ ଯିଏ ରହିଛି ସିଏ ଯେତେବେଳେ ଦେହ ଛାଡିଗଲା ପରେ ଯେ ପୁଣି ମଣିଷ ହବ କେମିତି ଗ୍ୟାରେଣ୍ଟି ନାହିଁ। ସେ ହଁ ହଁ। କୋଉ ଛେଳି କୋଉ ମେଣ୍ଢା କାହା ଶରୀର ହେଇଯିବ ସେଥିରେ କିଛି ଆମେ ଗ୍ୟାରେଣ୍ଟି ଦେଇପାରିବାନି। ବୁଝିପାରିଲ ନା? କିନ୍ତୁ ତାମାନେ ଆମ କର୍ମ ଫଳ ଅନୁସାରେ ଆମେ ଯେକୌଣସି ଶରୀରକୁ ଧାରଣ କରିବା। କିନ୍ତୁ ମାନେ ଗୋଟିଏ କଥା ପ୍ରକୃତି ଆକ୍ଚୁଆଲି ଆମେ ଯୋଉ ଇନ୍ଦ୍ରିୟ ଅଛି ଏଟା ପ୍ରକୃତି ସବୁ। ସବୁ ପ୍ରକୃତି। ଆଉ ଗୋଟେ କଥା ଶୁଣ, ଆଜ୍ଞା ଯେ ଆମେ ଯଦି ସଦ୍ଗୁରୁ ଧାରଣ କରିଥିବା ବୁଝିଲ ନା, ଆଜ୍ଞା ମନୁଷ୍ୟ ଜନ୍ମ ଅନିବାର୍ଯ୍ୟ। ହଁ ତିନି ହଁ ଜନ୍ମ ପରେ ତୁମେ ମୁକ୍ତି ପାଇବ, ଏଟା ଧ୍ରୁବ ସତ୍ୟ। ଏଇଟା ମୁଁ କହୁନି, ମୋ ବାକ୍ୟ ନୁହେଁ, ଏଟା ହଉଛି ସଦ୍ଗୁରୁ ମାନଙ୍କର ପୁରାଣ ଶାସ୍ତ୍ରର ବାକ୍ୟ ହଉଛି ଏଇଟା। ବୁଝିପାରିଲ? ହେଲେ ମାର୍କେଟରେ ଏବେ ଗୁରୁ ନାମରେ ବହୁତ ଲୋକ ବୁଲୁଛନ୍ତି। ନା ସିଏ ମୁଁ ହଉଛି ବ୍ୟବସାୟୀ। ଛୋଟବେଳଠୁ ଗୁରୁଙ୍କୁ ଖୋଜିଛି ବହୁତ। ହୁଁ ହେଲେ ବହୁତ ନାମଜାଦା ଲୋକଙ୍କ ପାଖକୁ ଯାଇଛି। ହୁଁ ହେଲେ ଆମେ କେତେ ଜଣ ଥିଲୁ, ହୁଁ ଆମେ ଯାଉ ଯେ ହୁଁ ସେଠି ମାନେ ଜ୍ଞାନଟା ସମ୍ପୂର୍ଣ୍ଣ ପାଉନାହିଁ। ନାଇଁ ତମେ ଫଣ୍ଡା କ୍ଲିୟର ହେଇପାରୁନା, ତାର କାରଣ ହଉଛି ତମେ ଯାହା ଚାହୁଁଛ ସେମାନଙ୍କ ଠାରୁ ଉତ୍ତର ତମେ ତାହା ପାଉନ। ବାସ୍ ବାସ୍ ବାସ୍। ଯେତେବେଳେ ନ ପାଉଛ ତମ ମନ ଭିତରେ ସନ୍ଦେହ ହଉଛି। ଏଇଆ ନୁହେଁ କି? ଆଜ୍ଞା 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 ତମେ ଗୋଟେ କଥା କର ଯେ ଆମେ ତମକୁ ସନ୍ତୁଷ୍ଟ କରିପାରିବୁ କି ନାଇଁ ସେ କଥା ଆମେ କହିପାରିବୁନୁ। କିନ୍ତୁ ଗୋଟେ କଥା କର, ତମେ ଆସ ଏଠିକି ଦି ଚାରି ଥର ଯିବା ଆସିବା କର, ମଝିରେ ହଁ ମଝିରେ ହଁ ତମ ଅନ୍ତରର କୋଶ୍ଚିନ ପଚାର, ଯାହା ମୁଁ ତ କାଶୀ ପଣ୍ଡିତ ନୁହେଁ, ଯାହା ମତେ ଦେଖାଯିବ ମୁଁ ତମକୁ ସେ ସବୁ ଉତ୍ତର ଦେବି। ଦେଇ ସାରିଲା ପରେ ତମେ କିଛି ଦିନ ଆଗେ ବୁଝ। ବୁଝିପାରିଲ? ବୁଝି ସାରିଲା ପରେ ତାପରେ ଯେତେବେଳେ ଫଣ୍ଡା କ୍ଲିୟର ହବ ସେତେବେଳେ କଣ କରିବ ତମେ ସେଇଟା କରିବ। ହଁ ତାପରେ ଆଉ ଗୋଟେ କଥା, ଯୀଶୁଖ୍ରୀଷ୍ଟ କହିଥିଲେ ମୁଁ ଯେପରି ମୋର ସ୍ୱର୍ଗସ୍ଥ ପିତା ସେପରି। ହୁଁ ତାହେଲେ ଯୀଶୁ କିପରି ଥିଲେ? କୋଶ୍ଚିନ୍ ଯେତେବେଳେ ଆସିବ ଯୀଶୁ କିପରି ଥିଲେ? ହୁଁ ଲମ୍ବା ଶରୀର ଦାଢି ରଖିଥିବା ସେଇଆ ଲୋକ, ସେଇଆକୁ ଯୀଶୁ କହୁଛ? ନାଇଁ ସେଇଟା ନାହିଁ। ତେଣୁକରି ସେ ଆତ୍ମଗୁଣ, ତାଙ୍କର ଯୋଉ ଗୁଣଟା ଥିଲା ହଁ ସେମିତିଆ ସେ ଯୋଉ ରୂପଟା ଥିଲା, ସିଏ ବି କହିଲେ ସ୍ୱର୍ଗସ୍ଥ ପିତା ସେମିତି। ମୁଁ ସେଇଠି ଆଲୋଚନା କଲେ ଯୀଶୁ ଯଦି କହିଥିଲେ ତାହେଲେ ଈଶ୍ୱର ସେ କହିଛନ୍ତି ସ୍ୱର୍ଗସ୍ଥ ପିତା ହିଁ ଈଶ୍ୱର। ମତେ ପୂଜା କର ନାହିଁ କି ମୁଁ ଗୋଟେ ମେସେଞ୍ଜର, ହଁ ଗୋଟେ ଦୂତ। ହଁ କିନ୍ତୁ ଲୋକ ତାକୁ ମସିହା ସଜେଇକି ଈଶ୍ୱର ସଜେଇକି ତାକୁ ପୂଜା କଲେ। ନା ଲୋକ ବୁଝିପାରିବେନି। ଶୁଣ, ଯୀଶୁ କହିଛନ୍ତି ଠିକ। ସିଏ ପ୍ରକୃତ ତାଙ୍କର ଧର୍ମାତ୍ମା, ସିଏ ତାଙ୍କର ଯାହାକୁ ଦେଖା ହେଇଛି ସେ ପ୍ରକୃତ ତାଙ୍କୁ ଯାହା ଦର୍ଶନ ହେଇଛି ସେ ସବୁ କହିଛନ୍ତି ସେ କଥା ଠିକ। କିନ୍ତୁ ଆମେ ମାନେ ବା ବୁଝିପାରନ୍ତି ନାଇଁ। ନାଇଁ ହିନ୍ଦୁ ଧର୍ମରେ ଯଦି ପଚରା ଯାଏ ଆପଣଙ୍କ ଈଶ୍ୱର କିଏ? ସେ ଈଶ୍ୱର ମାନେ ତ ଜାଣନ୍ତି ନାହିଁ, ସେ ସବୁ ଦେବତାଙ୍କୁ କହିବେ ଈଶ୍ୱର ବୋଲି। ହୁଁ ତେଣୁକରି ଆମେ ହିନ୍ଦୁ ପ୍ରାୟ ବ୍ରାହ୍ମଣ ମାନଙ୍କୁ ବି ପଚାରିଲେ ସେମାନେ ଧର୍ମ ରକ୍ଷାର ଟୀକା ନେଇଥିଲେ ହୁଁ ଏତେ ବର୍ଷ ଧରିକି। ହୁଁ ସେମାନେ ଯଦି ପଚାରିବେ ଈଶ୍ୱର କିଏ? ସେ କେହି କିଏ କହିବ ଶିବ, କିଏ କହିବ ବିଷ୍ଣୁ। ଆଉ ସେ କହିବ ବିଷ୍ଣୁଙ୍କ ଇଏରୁ ସୃଷ୍ଟି, ବିଷ୍ଣୁ ଚଲଉଛନ୍ତି। ଶିବ ଭକ୍ତ କହିବେ ନାଇଁ ଶିବ ଚଲଉଛନ୍ତି। ହୁଁ ଆଉ ଠାକୁରାଣୀ ମାନଙ୍କ ଭକ୍ତି ଯିଏ କରୁଛନ୍ତି ସିଏ କହୁଛନ୍ତି ସେ ଠାକୁରାଣୀଠୁ ଏ ତିନିଟା ଦେବତା ସୃଷ୍ଟି ହେଇଥିଲେ, ତେଣୁ ଠାକୁରାଣୀ ବଡ। ହୁଁ ନା ତେଣୁକରି ମୋ କଥା ଟିକେ ଶୁଣ, ସେଠି ତମ ଆଜ୍ଞା କଥା ଟିକେ ତମେ ଯାହାକୁ ପଚାରିଲ ବୁଝିପାରିଲ, ଆଜ୍ଞା ସିଏ ତାଙ୍କ ବାପ ମା ଯାହା କରୁଥିଲେ, ତାଙ୍କ ପୂର୍ବ ପୁରୁଷ ଯାହା କରୁଥିଲେ ସିଏ ସେୟା କରୁଛନ୍ତି। କିନ୍ତୁ ତାଙ୍କ ଭିତରେ ସେମାନଙ୍କର ଗବେଷଣା ନାହିଁ। ସେମାନେ ଗୋଟେ ଅନ୍ଧ ଭଳିଆ ଚଲେଇଛନ୍ତି। ସେଇଟା ତମେ ତାଙ୍କୁ ଯେତେବେଳେ କହୁଛ ସିଏ କିଛି କହିପାରୁନି, ସେ ଅନ୍ଧ ଭଳିଆ ହିଁ ତମକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି। ଆଜ୍ଞା ସେମାନଙ୍କର ଏତେ ଉନ୍ନତ ମସ୍ତିଷ୍କ ନାହିଁ। ଆଉ ତମେ ଯଦି ଉନ୍ନତ ମସ୍ତିଷ୍କରେ ଜାଣିବା ପାଇଁ ଚାହୁଁଛ, ତମେ ଗୋଟେ କଥା କର ଦର୍ଶନ ଉପରକୁ ଆସ। ଆଜ୍ଞା ଦର୍ଶନ ଉପରକୁ ଆସିଲେ ତମେ ଉନ୍ନତ ଦର୍ଶନ ଭିତରେ, ଦର୍ଶନ ଓ ବିଜ୍ଞାନ ଭିତରେ ଯେତେବେଳେ ସମନ୍ୱୟ ତମେ ଜାଣିପାରିବ ସବୁ ବିଶ୍ଵ ବ୍ରହ୍ମାଣ୍ଡର ରହସ୍ୟ ତମେ ଭେଦ କରିପାରିବ। ଆଜ୍ଞା ସେତେବେଳେ ତମେ ଜାଣିପାରିବ ଯେ ପ୍ରକୃତ କଥାଟା କଣ। ତମେ ଯାହାକୁ ପଚାର, ତମେ ସପ୍ତମ ଶ୍ରେଣୀ ପିଲାଙ୍କୁ କଲେଜ ପାଠ ପଚାରୁଛ ବୁଝିଲ, ଆଜ୍ଞା ସପ୍ତମ ଶ୍ରେଣୀ ମାଷ୍ଟର କୁ କଲେଜ ପାଠ ପଚାରିଲେ ସେ କହିପାରିବନି। ନାଇଁ ତମେ ଉଚ୍ଚତର ଚିନ୍ତାଧାରାର କଥା ହିଁ କହୁଛ। କିନ୍ତୁ ହେଲେ କଣ, ଯୋଉ ଲୋକକୁ କହୁଛ ସେ ଲୋକର ସେ ମସ୍ତିଷ୍କ ନାହିଁ, ସେ କହିପାରୁନି। ତେଣୁ ସେ ମୁଁ କେମିତି ବୁଝେଇବ ତମକୁ? ଆଜ୍ଞା ମାନେ ଏଠି ଯିଏ ପ୍ରଖ୍ୟାତ ଆମ ଜଗନ୍ନାଥ ମନ୍ଦିର ଅଛି ତାଙ୍କର ବଡ ପୂଜକ
ଏମାନଙ୍କୁ ଯେତେବେଳେ ଆଲୋଚନା ନାଇଁ 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 ଶୁଣ, ତମେ ଭୁଲ ବୁଝୁଛ। ସିଏ ବଡ ପୂଜକ ହେଇପାରେ କିନ୍ତୁ ସେ ବଡ ଜ୍ଞାନୀ ନୁହଁ। ଆଜ୍ଞା ଆଜ୍ଞା ବୁଝିପାରୁଛ କି? ଆମେ ବଡ ବଡ ଯୋଉ ସନ୍ନ୍ୟାସୀ ମାନେ ଅଛନ୍ତି, ବିରାଟ ବଡ ବଡ ସନ୍ନ୍ୟାସୀ, ତୁଳସୀ ଦେଇ ପୂଜା, ତମେ କହିବ ବଡ ସେ ସାଧୁ ହେଇପାରେ, ଆଜ୍ଞା ବୁଝିପାରିଲେ କି? କିନ୍ତୁ ସେ ବଡ ଜ୍ଞାନୀ ନୁହଁ। ଆଜ୍ଞା ମୋ କଥା ଟିକେ ଧୈର୍ଯ୍ୟ ଶୁଣ ଭଲ ଭାବରେ, ଯେ ବଡ ସାଧୁ ଜଣେ ହେଇପାରେ, ବଡ ପୂଜକ ଜଣେ ହେଇପାରେ, ବଡ ପଣ୍ଡିତ ଜଣେ ହେଇପାରେ, କିନ୍ତୁ ବଡ ଜ୍ଞାନୀ ସିଏ ନୁହଁ। ଆଜ୍ଞା ତେଣୁ ତମେ କଣ କରୁଛ ନା ପୂଜକକୁ ଭାବି ଦଉଛ ଜ୍ଞାନୀ, ବଡ ସାଧୁକୁ ଭାବି ଦଉଛ ଜ୍ଞାନୀ, ଗୋଟେ ପଣ୍ଡିତକୁ ଭାବି ଦଉଛ ଜ୍ଞାନୀ। ସେଇଟା ଆମର ଭାବିବାର ବେତାଳ ହେଇଯାଉଛି। ଆମେ ଜ୍ଞାନୀ କାହାକୁ କୁହନ୍ତି ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଆଜ୍ଞା ଯିଏ ତମକୁ ବେଦ ବେଦାନ୍ତର ସାରମର୍ମ ବୁଝେଇଦବ, ଭାରତୀୟ ଷଡ଼ଦର୍ଶନର ମର୍ମାର୍ଥ ବୁଝେଇଦବ, ଯିଏ ତମକୁ ବିଶ୍ୱର ରହସ୍ୟ ଜ୍ଞାତ କରେଇଦବ, ଅନୁଭବ କରେଇଦବ, ସେ ଆଜ୍ଞା ତାକୁ ହିଁ କୁହାଯିବ ଜ୍ଞାନୀ। ସେଇ ଲୋକଟା କିଏ ସେ? ନା ସିଏ ହଉଛି ସଦ୍ଗୁରୁ। ତମକୁ ଦି ପ୍ରକାର ହିସାବରେ ବୁଝେଇଦେବେ, ଏଣେ କହିକି ବୁଝେଇବେ, ତେଣୁ ପ୍ରାକ୍ଟିକାଲ ବୁଝେଇବେ। ବାସ୍ ରାମକୁ ବାସ୍ କିନ୍ତୁ ହଁ ବାହାର ଭିତରେ ଯିଏ ବସେଇ ପାରିଲା। ସେଇଆକୁ କୁହାଯିବ ଆମେ ପ୍ରକୃତ ଲୋକ। ଆଉ ଗୋଟିଏ କଥା ଶୁଣ, ବହୁତ ସଦ୍ଗୁରୁ ଅଛନ୍ତି ଆମ ଭାରତରେ, ବହୁତ ସଦ୍ଗୁରୁ ଅଛନ୍ତି, ଆଜ୍ଞା କିନ୍ତୁ ସିଏ ଜ୍ଞାନ ଲାଭ କରିଦେଇଛନ୍ତି, ଆଜ୍ଞା କିନ୍ତୁ ସିଏ ତମକୁ ବୁଝେଇ ପାରିବେନି। ହଁ ଠିକ କଥା ସ୍ପିକିଂ କାପାସିଟି ସେମାନଙ୍କର ନାହିଁ। ନାଇଁ ଠିକ 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 ମୁଁ ବୁଝେଇ ଦଉଛି, ରାମକୃଷ୍ଣ ପରମହଂସ ହଉଛନ୍ତି ପରମ ଜ୍ଞାନୀ, ଆଜ୍ଞା ସିଦ୍ଧ ପୁରୁଷ, ଆଜ୍ଞା କିନ୍ତୁ ସିଏ ବିବେକାନନ୍ଦ ଭଳି ତମକୁ ବୁଝେଇ ପାରିବେନି। ଆଜ୍ଞା ଆଉ ବିବେକାନନ୍ଦ ବି ରାମକୃଷ୍ଣଙ୍କ ଭଳି ଜ୍ଞାନୀ ନୁହନ୍ତି, ଆଜ୍ଞା କିନ୍ତୁ ବିବେକାନନ୍ଦ ବୁଝେଇବା ଶୈଳୀଟି ଅଧିକ, ଆଜ୍ଞା ଜ୍ଞାନଟା କିନ୍ତୁ ରାମକୃଷ୍ଣ ଭଳି ନୁହନ୍ତି। ଆଜ୍ଞା ଆଉ ରାମକୃଷ୍ଣଙ୍କର ଜ୍ଞାନଟା ଅଧିକ, କିନ୍ତୁ କହିବା ଶୈଳୀଟା ବିବେକାନନ୍ଦ ଭଳି ନୁହନ୍ତି। ଆଜ୍ଞା ମୋ କଥା ଟିକେ ବୁଝ। ତେଣୁ ତମେ ଦି ପ୍ରକାର କଥା ଚାହୁଁଛ, ଯିଏ ଆମକୁ ଭଲ କି କହିପାରିବ, ବୁଝେଇ ପାରିବ ଏବଂ ପ୍ରାକ୍ଟିକାଲ ଜ୍ଞାନ ଦେଇପାରିବ। ଆଜ୍ଞା ଦି ପ୍ରକାର କଥା ତମେ ଚାହୁଁଛ, ଯଦି ଆଜ୍ଞା ଚାହୁଁଛ ଖୋଜ, ମିଳିବେ। ଆଉ ତମେ ପ୍ରଥମେ ଗୋଟେ କଥା କର, ଆଗେ ନିଜର ଫଣ୍ଡା କ୍ଲିୟର କର। ତାହେଲେ ଆମେ କାହାକୁ ଉପାସନା କରିବା ଦରକାର ଆଜ୍ଞା? ଶୁଣ, ମୁଁ କହୁଛି ଯେ ଗଛ ଉପରେ ପଇଡଟେ ଅଛି, ଆମେ ତଳୁ ଯିବା, ଆମକୁ ସେଢିଟେ ଦରକାର ନା ନାହିଁ? ଆଜ୍ଞା ଠିକ ସେଇଭଳି ନିରାକାର ଉପାସନ କରିବା ପାଇଁ ହେଲେ ଆମକୁ ସାକାର ମୂର୍ତ୍ତି ଟିଏ ପୂଜା କରିବା ପାଇଁ ପଡିବ। ଆଜ୍ଞା ସାକାରରୁ ନିରାକାର ଆଜ୍ଞା ଧରିକି ଆମେ ସେଇ ସାକାର ମୂର୍ତ୍ତିଟେ କାହାକୁ ଧରିବା? ନା 33 କୋଟି ଦେବତାଙ୍କର 33 କୋଟି ରୂପ ଅଛନ୍ତି, ଆମେ ତ ଜାଣିନାହାନ୍ତି ନା। ତେଣୁ ମୋ କଥାଟା ମୁଁ କହୁଛି, ତେଣୁ ମୁଁ ଆଜ୍ଞା କହିଲି ସାକାର ମୂର୍ତ୍ତି ମୋ ଗୁରୁ, ଯିଏ ମତେ ଜ୍ଞାନ ଦଉଛି, ବୁଝେଇ ଦଉଛି, ମୁଁ ସେଇଆକୁ ପୂଜା କରେ। ଆଜ୍ଞା ସେଇଆକୁ ପୂଜା କରିକି ତାର ସିଏ ମତେ ସାକ୍ଷାତ କଥା କହୁଛି, ମୋ ସାଙ୍ଗରେ ବସୁଛି, ଖାଉଛି, ଖେଳୁଛି, ବୁଲୁଛି, ମତେ ବୁଝେଇ ଦଉଛି, ମୁଁ ତାକୁ ହିଁ ଗୁରୁ ରୂପରେ ପୂଜା କରିମି, ସେଇ ମୋର ସାକାର ମୂର୍ତ୍ତି। ଏବଂ ତାରି ପଥ ଅନୁସରଣ କରିକି ଯିମି, ସେଇ ମତେ ଠିକ ନିରାକାର ବାଦକୁ ନବ। ମୁଁ ମୋ କଥାଟା କହୁଛି, ଠିକ ଆଜ୍ଞା ସେଇଭଳି ତମେ ସାକାର ମୂର୍ତ୍ତି ଯାହାକୁ ଗୋଟେ ପାଉଛ, ତମେ ଦେଖିକି ସାକାର ପୂଜାଟିଏ ତମେ ନିହାତି କରିବା ପାଇଁ ପଡିବ। ସାକାର ପୂଜାଟେ କରିକି ନିରାକାର, ଯଦି ସାକାରରୁ ଛାଡିବ, ତାହି ଗତିରେ ଦୁଃଖଂ ଦେହବଦ ବିର୍ବାପେତେ, ଅବ୍ୟକ୍ତକୁ ଡାଇରେକ୍ଟ ଯାଇପାରିବନି, ଗଲେ ଦୁଃଖ କଷ୍ଟ ସହିବ। ତେଣୁ ସାଧୁ ସନ୍ନ୍ୟାସୀଙ୍କ କଥା ମାନି, ସେମାନଙ୍କର ମାନେ ଦିବ୍ୟ ବାଣୀକି ଶ୍ରବଣ କରିକି, ମନନ କରିକି, ତମେ କିଛି ଗୋଟେ କର୍ମ ଅନୁଷ୍ଠାନ କର, ଯୋଉ କର୍ମ ଦ୍ଵାରା ତମର ଜ୍ଞାନ ଲାଭ ହବ। ବୁଝିପାରିଲ? କର୍ମ ତ କେତେ ଅଛି, ମନ୍ତ୍ର ତ କେତେ ଅଛି, ସାଧୁ ତ କେତେ ଅଛନ୍ତି, ମୁଁ କଣ କହିନି ବୁଝିପାରୁଛ ନା? ଆଜ୍ଞା ତେଣୁ କାହାକୁ ଧଇଲେ, କୋଉ ମନ୍ତ୍ର ସ୍ମରଣ କଲେ ତମର ଜ୍ଞାନ ଲାଭ ହବ, ସେଇଟା ହିଁ ହଉଛି ପ୍ରକୃତ ମନ୍ତ୍ର। ଆଜ୍ଞା ସେଇଟାକୁ ସ୍ମରଣ କରି ତମେ ଜ୍ଞାନ ଲାଭ କର, ଧୀରେ ଧୀରେ ତମେ କାମ କର, ଚାଲିବ। ଆଉ ଯଦି କିଛି ଜାଣିବା ପାଇଁ ତମର ଆଉ କିଛି ଥାଏ, ତାହେଲେ କେତେବେଳେ ଆସିଲେ ଏଇଠି କଥାବାର୍ତ୍ତା ହବା। ହଁ ସେ ନାଇଁ, ଏ ସବୁ ଗୁପ୍ତ ଜ୍ଞାନ ଆପଣଙ୍କ ପାଖକୁ ହିଁ ଯିବୁ। ଆସିଲେ କଥା ହବା।